ମରୁଡ଼ିର ସଫଳ ପରିଚାଳନା ନିମନ୍ତେ ନବରଙ୍ଗପୁର ଜିଲ୍ଲାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ମରୁଡ଼ିର ସଫଳ ପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ମରୁଡ଼ି ପରିସ୍ଥିତିର ସଫଳ ମୁକାବିଲା ପାଇଁ କୃଷି, ମତ୍ସ୍ୟ, ପଶୁ ସମ୍ପଦ, ଉଦ୍ୟାନ, ଜଳ ବିଭାଜିକା, ଉଠା ଜଳସେଚନ, ମଧ୍ୟମ ଜଳସେଚନ, କୃଷି ବିଜ୍ଞାନ କେନ୍ଦ୍ର, ଜଙ୍ଗଲ ବିଭାଗ, ରାଜସ୍ୱ ବିଭାଗ ଏବଂ ପଞ୍ଚାୟତରାଜ ବିଭାଗକୁ ସଜାଗ କରାଯାଇଛି। ଏମାନଙ୍କ ସହାୟତାରେ ଜିଲ୍ଲାସ୍ତରୀୟ ମରୁଡ଼ି ପରିଚାଳନା ଯୋଜନା ପ୍ରସ୍ତୁତି କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ମାସ 20 ତାରିଖ ସୁଦ୍ଧା ଆବଶ୍ୟକୀୟ ତଥ୍ୟ ଜିଲ୍ଲା ଜରୁରୀକାଳୀନ ଉପବିଭାଗକୁ ପଠାଇବା ପାଇଁ ଉପସ୍ଥିତ ଥିବା ପଦାଧିକାରୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାୟକ ପରାମର୍ଶ ଦେଇଥିଲେ। ସମ୍ପୃକ୍ତ ବିଭାଗ ପକ୍ଷରୁ ତଥ୍ୟ ଆଦାୟ ପରେ ଜିଲ୍ଲା କାର୍ଯ୍ୟାଳୟ ସେହି ତଥ୍ୟକୁ ଏକତ୍ରିତ କରି ଏକ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ନେଇ ଚଳିତ ମାସ 31 ତାରିଖ ସୁଦ୍ଧା ଏକ ପୁସ୍ତକ ପ୍ରସ୍ତୁତ କରି ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ PV ରାବଣା ରାଓ, ପ୍ରଣୟ କୁମାର ମନ୍ତ୍ରୀ, ବିଶ୍ୱଜିତ ସାହୁ, ଜିଲ୍ଲା ମୁଖ୍ୟ ପ୍ରଣିଧାନ ଅଧିକାରୀ ଡକ୍ଟର ରାଧାଶ୍ୟାମ ଲାଇକ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଗୀତାଞ୍ଜଳି ବେହେରା, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଚକ୍ରଧର ମିଶ୍ର, ACF ଦିବ୍ୟକ୍ଷ ମହାନ୍ତି, ଚନ୍ଦାହାଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ, ଝରିଗାଁ BDO ସୁନିତା ସିଂହ, ରାଇଘର BDO ଲକ୍ଷ୍ମୀସାଗର ମାଝୀ, ବରିଷ୍ଠ କୃଷି ବିଜ୍ଞାନୀ ଡକ୍ଟର ଶଶାଙ୍କ ଲେଙ୍କାଙ୍କ ସହିତ ସମ୍ପୃକ୍ତ ପଦାଧିକାରୀ ଏବଂ ସାହାରା ସ୍ୱେଚ୍ଛାସେବୀ ସଂଗଠନର ମନୋଜ କୁମାର ଧଳ, ଗୌରୀଶଙ୍କର ପଟ୍ଟନାୟକ, MDSSର ସୁବ୍ରତ ମିଶ୍ର, ଜିଲ୍ଲା ଜରୁରୀକାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ନବରଙ୍ଗପୁରରୁ ଆଲୋକ ସାହୁଙ୍କ ରିପୋର୍ଟ, NTV।